ନିଶବ୍ଦ ରାତିରେ ଧରଣୀ ପୃଷ୍ଠରେ ଅମାବାସ୍ୟାର ଅନ୍ଧକାର ସମସ୍ତ ଆଲୋକକୁ ବିତାଡ଼ିତ କରୁଥିଲା। ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ପଠାରେ ବୁଲୁଥିଲୁ। ଠିକ୍ ଏହି ସମୟରେ ରିତେଶକୁ ଗୋଟିଏ କଲ୍ ଆସିଲା। କଲ୍ ଉଠାଇବା ପାଇଁ ରିତେଶକୁ କହିଲେ, କିନ୍ତୁ ସେ ମନା କଲା। ବୋଧହୁଏ ତା ବାପାଙ୍କ କଲ୍ ଆସିଥିବ, ରାତିରେ ଖାଇଲାଣି କି ନାହିଁ ସେଥିପାଇଁ। ଘଟଣାଟି ହେଉଛି 2010 ମସିହାର ମାଘ ମାସ ଅମାବାସ୍ୟା। ସିନ୍ଧେଇକେଲା ନଦୀ ତୁଠରେ ବୁଲୁ ବୁଲୁ ମଧ୍ୟରାତ୍ରି ହୋଇଯାଇଥିଲା। ଦୁହେଁ ନିଜ ନିଜ କଥାରେ ମଜି ଯାଇଥିଲୁ। ଏହି ସମୟରେ କାହାର ଚପଲ ଶବ୍ଦ ଶୁଣାଗଲା। ଧୀରେ ଧୀରେ ବୃଦ୍ଧି ପାଇଲା ସେ ଶବ୍ଦ। ପଛପଟୁ କେହି ଜଣେ ମୋତେ ଧରି ପକାଇଲା। ମୁଁ ଡରିଗଲି। ଅନ୍ଧକାର ଯୋଗୁଁ କିଛି ଜଣା ପଡ଼ୁନଥାଏ। ରିତେଶ ମୋବାଇଲର ଲାଇଟ୍ରେ ଦେଖି ଚମକି ପଡ଼ିଲା। ଦେଖିଲା ହନିଶ ଆସିଛି। ହନିଶ ମୋ ସାଙ୍ଗ। ପରେ 3 ଜଣ ମିଶି ନଦୀ ପଠା ବାଲିରେ କଥାବାର୍ତ୍ତା ହେଲୁ। ଏମିତି କଥା ହେଉ ହେଉ ରାତି 1 ବାଜିଗଲା। ଏହି ସମୟରେ ଚତୁର୍ଦିଗ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯାଇଥିଲା। ନଦୀ ପାଖରେ ଗୋଟିଏ ଭୂତ ବଙ୍ଗଳା ଥାଏ। ନହିମ କହିଲା, ଚାଲ ଯିବା ସେଠାକୁ। ରିତେଶ ମନା କଲା। ମାତ୍ର ତାକୁ ଜୋର ଦେଇ ନେଇଗଲୁ ସେଠାକୁ। ବଙ୍ଗଳାଟି ବାହାରୁ ବହୁତ ଘାତକ ଦେଖାଯାଉଥିଲା। ଭିତରକୁ ଯିବାକୁ ଡର ଲାଗିଲା। ତାପରେ ବି ସମସ୍ତେ ମିଶି ଭିତରକୁ ଗଲୁ। କବାଟ ଖୋଲିବା ମାତ୍ରେ ଏକ ମୃତ କଙ୍କାଳର ଶବ ଆମ ଉପରେ ପଡ଼ିଗଲା। ଆମେ ଡରିଗଲୁ। ନିଜ ସାହସ ସହିତ ସେ ଶବକୁ ତଳକୁ ପକାଇଦେଲୁ। ପୁଣି ବଢ଼ିଲୁ ଆଗକୁ। ଆଗରେ ଗୋଟିଏ 3 ଧାରିଆ ରାସ୍ତା। 3 ଜଣ ଗୋଟିଏ ଗୋଟିଏ ରାସ୍ତାରେ ଗଲୁ। ରିତେଶ ନହିମ ନିଜ ରାସ୍ତା ଛାଡ଼ି ମୋ ସହିତ ଗଲେ। ବାଟରେ ଲାଗିଲା ଯେମିତି କେହି ଆମକୁ ଫଲୋ କରୁଛି। କିଛି ବାଟ ଗଲା ପରେ ସବୁ ବନ୍ଦ ହୋଇଗଲା। ଖାଲି ଅନ୍ଧକାର। କିଛି ଶବ୍ଦ ଶୁଣାଗଲା, ଯେମିତି ଡାହାଣୀର ହସ। ଆମେ ଡରିଗଲୁ। ଧୀରେ ଧୀରେ ନୂପୁର ଛମ ଛମ ଧ୍ୱନି ଆମକୁ ବ୍ୟଥିତ କରିଦେଲା। ସତକୁ ସତ ଏକ ଧଳା ଶାଢ଼ୀରେ ଡାହାଣୀଟିଏ ଚାଲି ଆସୁଥିଲା ଆମ ଆଡ଼କୁ। ତା ନୂପୁରର ଭୟଙ୍କର ଶବ୍ଦ ଥିଲା। ଏହି ସମୟରେ ଆଉ ଏକ ପ୍ରେତାତ୍ମା ଆମ ଆଡ଼କୁ ଆସିଲା। ଡରରେ ଥରୁଥିଲୁ ଆମେ। ପ୍ରେତାତ୍ମାଟି ରିତେଶର ଶରୀରରେ ପ୍ରବେଶ କଲା। ନହିମକୁ ମାରିବା ପାଇଁ ଗଲା, ମାତ୍ର ପାରିଲାନି। ନହିମ ନିଜ ପକେଟରେ ଇସଲାମର ବହି ରଖେ। ପ୍ରେତାତ୍ମା ତାକୁ ଛୁଇଁ ପାରିଲା ନାହିଁ। ନହିମ ମୋତେ ବି ବଞ୍ଚାଇଲା। ଠିକ୍ ସମୟରେ ସକାଳ ହେବାକୁ ଲାଗିଲା। ଆମେ ବଙ୍ଗଳାରୁ ବାହାରକୁ ଆସିଗଲୁ। ସୂର୍ଯ୍ୟୋଦୟର କିରଣ ସତେ ଯେପରି ଏକ ନବଜୀବନ ପ୍ରଦାନ କରୁଥିଲା ଆମକୁ। ସେଦିନଠାରୁ ରାତିରେ ଆଉ ବାହାରକୁ ବୁଲିବାକୁ ବାହାରିଲୁ ନାହିଁ।